ଆଜ୍ଞା ଦେଖନ୍ତୁ ମୁଁ ସହରକୁ ଯିବିନି, ମୁଁ ଇଣ୍ଟରଭ୍ୟୁକୁ ଯାଉଛି। ଇଣ୍ଟରଭ୍ୟୁରେ ଆମେ ନ୍ୟୁଜ୍ ମାଧ୍ୟମରେ ଦେଖୁଛୁ ଡିଜେ ଟୁ ଡିଜେ ଲଢ଼େଇ ହେଉଛି। କେଉଁଠି ଲୋକ ମରିଗଲେଣି, କେଉଁଠି ଡିଜେ ଗାଡ଼ିରେ ଲୋକ ପଡ଼ିଗଲେଣି। ତେଣୁ ସେମାନଙ୍କୁ ବି ମୁଁ ଅନୁରୋଧ କରିଥିଲି ଏ ପେପର୍ ମାଧ୍ୟମରେ, ନ୍ୟୁଜ୍ ପେପର୍ ମାଧ୍ୟମରେ 4ଟା ବକ୍ସ ଲଗାନ୍ତୁ, ଟାଟାସିରେ ଯାଆନ୍ତୁ, ନିଜ ଭିତରେ ପ୍ରତିଯୋଗିତା କରନ୍ତୁ ନାହିଁ। କିନ୍ତୁ ଯେଉଁମାନେ ଶୁଣି ନାହାନ୍ତି କି ପଢ଼ି ନାହାନ୍ତି କରୁଛନ୍ତି, ସେଥିଲାଗି ସରକାର ପୁଣି ପଦକ୍ଷେପ ନେଉଛନ୍ତି। ଆଜ୍ଞା ଆମେ ସହରରେ, କଟକ ସହରରେ ଠିକ୍ ଅଛୁ ଏବଂ ଯଦି ଆମକୁ ପରମିସନ୍ ନ ଦିଆଯାଏ ଆମେ ପୁଣି ବି ଯିବୁ DCP ସାର୍ଙ୍କ ପାଖକୁ, ପୁଣି ବି ଯିବୁ କଲେକ୍ଟରଙ୍କ ପାଖକୁ, ଆମେ ମାଗିବୁ ଆମକୁ ସେଇ 4ଟି ବକ୍ସ ଲିମିଟର ମାଧ୍ୟମରେ ବଜେଇବାକୁ ସୁଯୋଗ ଦିଆଯାଉ। ସାଉଣ୍ଡ ବଜେଇଛନ୍ତି, ଡିଜେ ନୁହେଁ। ଡିଜେ ପାଇଁ ଡିଜେର ଗୋଟେ ଅଛି, ଡିଜେ ମିକ୍ସଚର, ଡିଜେ ପ୍ଲେୟାର ଆଉ ଡିଜେ ଜୋକି। ଯେଉଁଟା ଡିଜେ ଜୋକି ତାକୁ କୁହନ୍ତି ଡିଜେ, ସେ ଡିଜେ ବଜାଏ, ଡିସ୍କୋ ଜୋକି ତାକୁ କୁହନ୍ତି। ଇଏ ହେଉଛି ସାଉଣ୍ଡ ବକ୍ସ ଏବଂ ଲାଇଟ୍। ଏ ବର୍ତ୍ତମାନ ଏମାନେ ସବୁ ମୋବାଇଲରେ, ଲ୍ୟାପଟପ୍ରେ ପ୍ଲେ କରୁଛନ୍ତି, କୌଣସି ଡିଜେ ପ୍ଲେୟାରରେ କରୁନାହାନ୍ତି। ବହୁତ ଭାଇମାନଙ୍କୁ ବହୁତ କଷ୍ଟ ହେବ। କିଏ ଲୋନ୍ ନେଇଛନ୍ତି, କିଏ ଧାର ଉଧାର ସୁଧରୁ ଆଣିଛନ୍ତି, ବହୁତ କିଛି କରିକି ସାଉଣ୍ଡ ଲାଇଟ୍ ଏବଂ ଗାଡ଼ି ବି କିଣିଛନ୍ତି, ଡିଜି ବି କିଣୁଛନ୍ତି, କିନ୍ତୁ ବହୁତ ହଇରାଣ ହେବେ। ମୁଁ ସରକାରକୁ ଅନୁରୋଧ କରୁଛି ଆମକୁ କିଛିଟା କୋହଳ କରାଯିବ। ଯୁଗବର୍ଗ ତ ସମସ୍ତେ ଚାହୁଁଛନ୍ତି ଏଇଭଳିଆ ବଜେଇବା ପାଇଁ, କିନ୍ତୁ ଆମେ ବି ସରକାରକୁ ନେଇକି ଚଳିବା। ସରକାର ନିୟମ ହିସାବରେ ଯେତିକି ଡିଜାଇନ୍ ହେଇଛି ଟିକେ କମ୍ କରିକି ଆଉ କମ୍ ଲାଇଟ୍ ଆଉ କମ୍ ସାଉଣ୍ଡରେ କଲେ ବି ଭଲ ହୁଅନ୍ତା।